ବିରିୟାନୀ, ପଲଉ, ଖେଚୁଡ଼ି ସବୁଥିରେ ଖାଇପାରିବେ। ତରକାରୀ ଦରକାର ପଡ଼ିବ ନାହିଁ। ଏ ଗୋଟିଏ ଜିନିଷ ହେଲେ ସବୁଥିରେ କାମ ଚଳିବ। ଦହି ରାଇତା। କ'ଣ କ'ଣ ସିକ୍ରେଟ୍ ଜିନିଷ ଦେଲେ ରାଇତାର ଟେଷ୍ଟ ବଢ଼ିବ ସେ ବିଷୟରେ ଭିଡ଼ିଓରେ ଜାଣିବା। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ତଳେ ଥିବା ବ୍ଲାକ୍ କଲର୍ ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ। ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ପ୍ରଥମେ ଚାଲନ୍ତୁ ଗୋଟେ ବଡ଼ ଜାଗା ନେବା। ସେଇ ଜାଗାରେ ଅଧା କପ୍ ବା 100 ଗ୍ରାମର ଟିକେ ଖଟା ଥିବା ଦହି ନେବା। ରାଇତା ପାଇଁ ଟିକେ ଖଟା ଦହି ନେବେ। ଦହିରେ ସ୍ୱାଦ ଅନୁସାରେ ଲୁଣ ଦେବା, ଅଳ୍ପ କଳା ଲୁଣ ଦେବା, ଅଳ୍ପ ଭଜା ଜିରା ଗୁଣ୍ଡ ଦେବା, ଅଳ୍ପ ଗୋଲମରିଚ ଗୁଣ୍ଡ ଦେବା। ରାଇତାର ଟେଷ୍ଟ ବଢ଼ାଇବା ପାଇଁ ଯଦି ଆପଣଙ୍କ ପାଖରେ ଚାଟ୍ ମସଲା ନହେଲେ ଆମଚୁର ପାଉଡର ଥିବ ଅଧା ଛୋଟ ଚାମଚ ଦେବେ। ରାଇତାର ଟେଷ୍ଟ ବହୁତ ବଢ଼ିଆ ଆସିବ। ସବୁ ଗୁଣ୍ଡ ମସଲା ଦେଇ ଦହିକୁ ଭଲ ଭାବରେ ଫେଣ୍ଟିବା। ଫେଣ୍ଟିବା ସମୟରେ ଧ୍ୟାନ ରଖିବେ ଦହିରେ ଜମା ବି ବିଣ୍ଡା ରଖିବେ ନାହିଁ। ଦହିକୁ ପୁରା କ୍ରିମ୍ ପରି ଫେଣ୍ଟି ନେବେ। ଯେତେ ଭଲ ଭାବରେ ଫେଣ୍ଟିବେ ରାଇତାର ଟେକ୍ସଚର ସେତେ ବଢ଼ିଆ ଆସିବ। ଦହିକୁ ଫେଣ୍ଟି ସାରିବା ପରେ ଯେତିକି ଆମେ ଦହି ନେଇଥିଲେ ସେତିକି ପାଣି ଦେବା। ରାଇତା ବହଳିଆ ହୁଏ ନାହିଁ, ରାଇତା ପାଣିଆ ହୁଏ। ତାପରେ ପାଣିକୁ ଦହି ସହିତ ଭଲ ଭାବରେ ଗୋଳେଇବା। ଗୋଳେଇ ସାରିବା ପରେ ଫାଇନାଲ କନସିଷ୍ଟେନ୍ସି ଦେଖନ୍ତୁ, ଏତିକି ପାଣି ଅଛି। ପରେ ଯଦି ଦରକାର ପଡ଼ିବ ଦେଖିକି ଆମେ ପାଣି ଦେବା। ଏବେ ରାଇତା ପାଇଁ ଆମେ କିଛି ଭେଜିଟେବୁଲ୍ସ ଦେବା। ଏଠି ମୁଁ ଅଳ୍ପ କାକୁଡ଼ି ନେଇଛି। ରାଇତାରେ ସବୁ ଭେଜିଟେବୁଲ୍ସ ଗୁଡ଼ିକୁ ପୁରା ଛୋଟ ଛୋଟ କରି କାଟିକି ଦେବେ, ନହେଲେ ଗ୍ରେଟ୍ କରିକି ଦେବେ, ନହେଲେ ଚପରରେ ଚପିଂ କରିକି ଦେବେ। ଏଇଠି ମୁଁ କାକୁଡ଼ି, ଟମାଟୋ, ପିଆଜ, ଅଳ୍ପ କଞ୍ଚା ଲଙ୍କା ନେଇଛି। ରାଇତାରେ ସାଧାରଣତଃ ଏଇସବୁ ନରମ ଭେଜିଟେବୁଲ୍ସ ଦିଆଯାଏ। ଆପଣ ଚାହିଁଲେ ଅଳ୍ପ ଗାଜର, ଅଳ୍ପ ବିଟ୍କୁ ଗ୍ରେଟ୍ କରି ଦେଇପାରିବେ, ନଦେଲେ ବି ଚଳିବ। ଆପଣମାନଙ୍କୁ ଯେଉଁ ଭେଜିଟେବୁଲ୍ସ ପସନ୍ଦ ଆପଣମାନେ ଦେଇପାରିବେ। ଏବେ ରାଇତାର ଟେଷ୍ଟ ବଢ଼ାଇବା ପାଇଁ ଦୁଇଟି ଖାସ୍ ଜିନିଷ ଦେବା। ଅଳ୍ପ ଆମ୍ବ କଷି ଅଦା, ଅଳ୍ପ ଅଦା, ଦୁଇ ପ୍ରକାରର ଅଦା କରିକି ଦେବେ। ରାଇତାର ବାସ୍ନା ଟେଷ୍ଟ ବହୁତ ବଢ଼ିଆ ଆସିବ। ତା ସହିତ ଅଳ୍ପ କିଛି ଧନିଆ ପତ୍ର, ଅଳ୍ପ ପୋଦିନା ପତ୍ର। ଧନିଆ ପତ୍ର ସହିତ ପୋଦିନା ପତ୍ର ମିଶାଇକି ଦେବେ। ରାଇତାରେ ବହୁତ ବଢ଼ିଆ ବାସ୍ନା ଆସିବ। ତାପରେ ସବୁ ଜିନିଷକୁ ଗୋଳେଇ ନେବା। ରାଇତା ଦେଖନ୍ତୁ ବହଳିଆ ଅଛି, ଅଳ୍ପ ପାଣି ଦେବା। ଆପଣମାନେ ପାଣି ଦେଖିକି ଦେବେ। ଶେଷରେ ଲୁଣ ଚାଖିଦେବେ। ରାଇତାର ଫାଇନାଲ କନସିଷ୍ଟେନ୍ସି ଦେଖନ୍ତୁ, ଏମିତି ପାଣି ରଖିବେ। ରାଇତା ବହଳିଆ ହୁଏ ନାହିଁ, ଏମିତି ପାଣିଆ ହୁଏ। ଏଇସବୁ ଜିନିଷ ଦେଇ ରାଇତା ବନାନ୍ତୁ। କେମିତି ଲାଗିଲା ନିହାତି ମୋତେ କମେଣ୍ଟସ୍ କରି ଜଣାଇବେ। ଆପଣଙ୍କ କମେଣ୍ଟସ୍ ଅପେକ୍ଷାରେ ଆଜି ପାଇଁ ରହିଲି। ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।